ମାନେ ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁମାନେ, 29 ମାର୍ଚ୍ଚକୁ ଏକ ବିଶାଳ ମହାସଂଯୋଗ ହେବାକୁ ଯାଉଛି। କାରଣ ଏହି 29 ମାର୍ଚ୍ଚକୁ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ପଡ଼ିବାକୁ ଯାଉଛି ଏବଂ ଏହି 29 ମାର୍ଚ୍ଚରେ ଶନିଦେବ ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। କୁମ୍ଭ ରାଶିରୁ ମୀନ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି। ତେବେ ବନ୍ଧୁମାନେ, ଶନିଦେବ 2.5 ବର୍ଷରେ ଥରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ମାତ୍ର ଚଳିତ ବର୍ଷ ଗୋଟିଏ ଦିନରେ ହିଁ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହି ଦିନ ଶନି ଚଳନ ମଧ୍ୟ ହେବାକୁ ଯାଉଛି। ଚୈତ୍ର ଅମାବାସ୍ୟା ଶନିବାର ଦିନ ଅର୍ଥାତ୍ ମାର୍ଚ୍ଚ 29 ତାରିଖ ଦିନ ଏହି ମହାସଂଯୋଗ ହେବାକୁ ଯାଉଛି। ତ ବନ୍ଧୁମାନେ, ଏହି ଯେଉଁ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି ତାହା ଆମର ଭାରତରେ ଦୃଶ୍ୟମାନ ହେବ ନାହିଁ। ମାତ୍ର ଦୃଶ୍ୟମାନ ନହେଲେ ମଧ୍ୟ ଏହାର ପ୍ରଭାବ 12ଗୋଟି ଯାକ ରାଶିମାନଙ୍କ ଉପରେ ପଡ଼ିବ। ତ ଏସବୁର ପ୍ରଭାବରେ ଏହି 29 ମାର୍ଚ୍ଚ ପରଠାରୁ ଆପଣଙ୍କ ଜୀବନରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବ। ତ ଆପଣଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବ ସେ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେମାନେ ବିସ୍ତାର ଭାବରେ ଆଲୋଚନା କରିବା। ତେବେ ବନ୍ଧୁମାନେ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହାକି ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତ ରାଶିଚକ୍ରର 12ଗୋଟି ରାଶି ମଧ୍ୟରୁ ଦ୍ୱିତୀୟ ରାଶି ହେଉଛି ବୃଷ ରାଶି। ତେବେ ଆସନ୍ତୁ ଜାଣିବା ଯେ ଶନିଙ୍କର ଏହି ମହାପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କିପରି ରହିବ। ତେବେ 29 ମାର୍ଚ୍ଚ 2025କୁ ଶନିଦେବ ଆପଣଙ୍କର ଏକାଦଶ ଭାବରେ ପ୍ରବେଶ କରିବେ ଏବଂ ଯେତେବେଳେ ଶନିଦେବ ଆପଣଙ୍କର ଏକାଦଶ ଭାବକୁ ଆସିବେ ତ 2.5 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଏକାଦଶ ଭାବରେ ହିଁ ରହିବେ। ତେବେ ବନ୍ଧୁମାନେ, ଏକାଦଶ ଭାବଟି ହୋଇଥାଏ ଲାଭର ଭାବ, ଇନକମର ଭାବ ଏବଂ ଇଚ୍ଛାର ଭାବ। ତେବେ ଶନିଦେବ ହେଉଛନ୍ତି ଆପଣଙ୍କର ନବମ ଏବଂ ଦଶମ ଭାବର ଅଧିପତି। ତ ନବମ ଏବଂ ଦଶମ ଭାବର ଅଧିପତି ହୋଇ ଶନିଦେବ ଆପଣଙ୍କର ଏକାଦଶ ଭାବରେ ଗୋଚର କରିବେ। ଶନିଦେବ ଯେତେବେଳେ ଆପଣଙ୍କର ଏକାଦଶ ଭାବରେ ଗୋଚର କରିବେ ତ ଶନିଙ୍କର ଦୃଷ୍ଟି ଆପଣଙ୍କର ପ୍ରଥମ ଭାବ, ପଞ୍ଚମ ଭାବ ଏବଂ ଅଷ୍ଟମ ଭାବ ଉପରେ ରହିବ। ତେବେ ଶନିଦେବ ଯେହେତୁ ଆପଣଙ୍କର ଭାଗ୍ୟ ଭାବର ଅଧିପତି ଅଟନ୍ତି ତ 29 ମାର୍ଚ୍ଚ ପରେ ଆପଣ ଆପଣଙ୍କର ଭାଗ୍ୟର ଲାଭ ପାଇବେ। ଅର୍ଥାତ୍ ଭାଗ୍ୟ ଭାବର ଅଧିପତି ହୋଇ ଶନିଦେବ ଯେତେବେଳେ ଆପଣଙ୍କର ଲାଭ ସ୍ଥାନରେ ଗୋଚର କରିବେ ତ ଆପଣଙ୍କୁ ଏକ ଦିଗରୁ ଲାଭ ପ୍ରାପ୍ତ ହେବ ଏବଂ ଆପଣ ଯଦି କିଛି ଲୁହା ଜାତୀୟ ବିଜନେସ୍ କରିବା ପାଇଁ ଚାହୁଁଥିଲେ, ଅଏଲ ଜାତୀୟ କିଛି କରିବା ପାଇଁ ଚାହୁଁଥିଲେ, ଏସବୁରେ ଆପଣଙ୍କୁ ସଫଳତା ମିଳିବ। କାରଣ ବୃଷ ରାଶି ପାଇଁ ଶନି ହେଉଛନ୍ତି ଯୋଗକାରକ ଗ୍ରହ ଏବଂ କୁଣ୍ଡଳୀରେ ସବୁଠାରୁ ଅଧିକ ଶୁଭ ସ୍ଥାନ ଏକାଦଶ ଭାବକୁ ହିଁ ମନାଯାଇଥାଏ। ଆପଣଙ୍କର ଏକାଦଶ ଭାବରେ କୌଣସି ବି ଗ୍ରହ କେବେ ବି ଅଶୁଭ ପ୍ରଦାନ କରିନଥାନ୍ତି। ଏକାଦଶ ଭାବକୁ ଯେଉଁ ବି ଗ୍ରହ ଆସନ୍ତି ସେ ଆପଣଙ୍କୁ ଶୁଭ ଫଳ ହିଁ ପ୍ରଦାନ କରିଥାନ୍ତି ଏବଂ ଶନି ମଧ୍ୟ ଆପଣଙ୍କୁ ଏଠାରେ ଲାଭ ପ୍ରଦାନ କରିବେ। ଅର୍ଥାତ୍ 29 ମାର୍ଚ୍ଚ ଠାରୁ ଆପଣଙ୍କୁ ରୋଜଗାର କରିବାର ନୂଆ ନୂଆ ସ୍ରୋତ ସବୁ ମିଳିଯିବ। ଅନେକ ଦିଗରୁ ଆପଣ ଧନ ଉପାର୍ଜନ କରିପାରିବେ। ଏହା ସହିତ ଶନିଦେବ ଆପଣଙ୍କର ଦଶମ ଭାବରେ ମଧ୍ୟ ଅଧିପତି ଅଟନ୍ତି। ତେବେ ଦଶମ ଭାବଟି ହୋଇଥାଏ ଆପଣଙ୍କ କାର୍ଯ୍ୟକ୍ଷେତ୍ରର ଭାବ, ଆପଣଙ୍କ କ୍ୟାରିୟରର ଭାବ। ତ ଦଶମ ଭାବର କନେକ୍ସନ ମଧ୍ୟ ଆପଣଙ୍କର ଏକାଦଶ ଭାବ ସହିତ ହେବ। ଅର୍ଥାତ୍ ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବେଟରମେଣ୍ଟ ଆସିବାକୁ ଲାଗିବ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ମଧ୍ୟ ହେବାକୁ ଲାଗିବ। ଆପଣ ଯଦି ଚାକିରି ପ୍ରସ୍ତୁତ ହେଉଛନ୍ତି ତ ଆପଣଙ୍କୁ ଚାକିରି ମିଳିବାର ସମ୍ଭାବନା ରହିବ। ତ ଆପଣ ଏବେଠାରୁ ହିଁ ଚାକିରି ପାଇଁ ନିଜର ଚେଷ୍ଟା ଜାରି ରଖନ୍ତୁ। କାରଣ ଇଣ୍ଟରଭ୍ୟୁ ପାଇଁ ଆପଣଙ୍କ ପାଖକୁ କଲ୍ ଆସିପାରେ କିମ୍ବା ଆପଣଙ୍କର ଚାକିରିରେ ମଧ୍ୟ ପରିବର୍ତ୍ତନ ହୋଇପାରେ, ଯାହାକି ଆପଣଙ୍କୁ ଲାଭ ପ୍ରଦାନ କରିବ। ତେବେ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନାହିଁ ଆପଣଙ୍କର ଶନି 7.5 ରହୁଛି, ନା ହିଁ ଶନି 2.5 ରହୁଛି। ଆପଣ ସମ୍ପୂର୍ଣ୍ଣ ରୂପରେ ଶନି ଦଶାରୁ ମୁକ୍ତ ଅଟନ୍ତି। ତେବେ ଆପଣଙ୍କୁ ଶୁଭ ଫଳ ମିଳିବା ସହିତ କିଛି ଅଶୁଭ ମଧ୍ୟ ଫଳ ମିଳିବ। ଯେମିତିକି ଶନିଙ୍କର ଦୃଷ୍ଟି ଆପଣଙ୍କର ପ୍ରଥମ ଭାବରେ ରହିବ, ଅର୍ଥାତ୍ ଆପଣଙ୍କର ଚନ୍ଦ୍ରମା ଉପରେ ରହିବ, ଯାହାଫଳରେ ଆପଣ ଟିକେ ଓଭର ଥିଙ୍କିଂ ହେବେ, ଯାହାକି ବିନା କାରଣରେ ଆପଣ ଅଯଥା ଚିନ୍ତା କରିବେ। ଆପଣ ନିଜର ରିଲେସନସିପକୁ ନେଇକି ଅଧିକ ପଜିଟିଭ ରହିବେ, ବହୁତ ଅଧିକ ସିରିୟସ୍ ହେଇଯିବେ ଏବଂ ଏସବୁ ଦ୍ୱାରା ଆପଣ ନିଜକୁ ହିଁ ସମସ୍ୟାରେ ପକାଇବେ।
ତ ଏସବୁକୁ ଆପଣଙ୍କୁ କଣ୍ଟ୍ରୋଲ କରିବାର ଅଛି। ତେବେ ଶନିଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ମଧ୍ୟ ରହିବ। ତେବେ ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ, ପ୍ରେମ ଜୀବନର ଭାବ ଏବଂ ଆପଣଙ୍କର ସନ୍ତାନର ଭାବ। ତ ବନ୍ଧୁମାନେ, ଆମେ ଯଦି ଦେଖିବାକୁ ଯିବା ଆପଣଙ୍କର ସନ୍ତାନ ପକ୍ଷ ବହୁତ ଭଲ ରହିବ, କାରଣ ଶନିଙ୍କର ଦୃଷ୍ଟି ତ ପଞ୍ଚମ ଭାବ ଉପରେ ରହୁଛି। ଏହା ସହିତ ଗୁରୁ ମଧ୍ୟ ଆପଣଙ୍କର ଦ୍ୱିତୀୟ ଭାବରେ ଗୋଚର କରିବେ, ଯାହାକି 15 ମଇକୁ ଗୁରୁ ଆପଣଙ୍କର ପ୍ରଥମ ଭାବରୁ ବାହାରି ଆପଣଙ୍କର ଦ୍ୱିତୀୟ ଭାବରେ ପ୍ରବେଶ କରିବେ। ଯାହାଫଳରେ ଯେଉଁ ଦମ୍ପତିମାନେ ସନ୍ତାନର କାମ କରୁଛନ୍ତି, ତ 15 ମଇ ପରେ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବାର ବହୁତ ଅଧିକ ଯୋଗ ରହୁଛି। ତ ସେତେବେଳେ ଆପଣ ଫ୍ୟାମିଲି ପ୍ଲାନିଂ ଯଦି କରୁଛନ୍ତି, ତ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏବଂ ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି, ତ ସେମାନେ ନିଜର ଶିକ୍ଷା କ୍ଷେତ୍ରରେ କିଛି ନା କିଛି କରିବା ପାଇଁ ଚେଷ୍ଟା କରିବେ। ଆପଣ କେଉଁଠାରେ ଫର୍ମ ଫିଲ୍ଅପ୍ କରିପାରନ୍ତି କିମ୍ବା କୌଣସି ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ଦେଇବା ପାଇଁ ମଧ୍ୟ ଆପଣ ଚେଷ୍ଟା କରିପାରନ୍ତି। ଅର୍ଥାତ୍ ଆପଣ ନିଜର ଶିକ୍ଷା କ୍ଷେତ୍ରରେ ମଧ୍ୟ କିଛି ବେଟରମେଣ୍ଟ କରିବା ପାଇଁ ଚେଷ୍ଟା କରିବେ ଏବଂ ସେସବୁ ଆପଣଙ୍କ ପାଇଁ ଲାଭପ୍ରଦ ମଧ୍ୟ ରହିବ। ଶନି ଯେହେତୁ କର୍ମକାରକ ଗ୍ରହ ଅଟନ୍ତି ଏବଂ ଶନିଙ୍କର ଦୃଷ୍ଟି ଯେତେବେଳେ ଆପଣଙ୍କ ପଞ୍ଚମ ଭାବ ଉପରକୁ ରହିବ, ତ ନିଶ୍ଚିତ ଭାବରେ ପାଠପଢ଼ାରେ ପରିଶ୍ରମ କରିବେ ଏବଂ ପରିଶ୍ରମ କରି ସଫଳତା ମଧ୍ୟ ପାଇବେ। କାରଣ ଶନିଦେବ ଯେହେତୁ ଆପଣଙ୍କର ନବମ ଏବଂ ଦଶମ ଭାବର ଅଧିପତି ହୋଇ ଆପଣଙ୍କର ପଞ୍ଚମ ଭାବକୁ ଦେଖିବେ, ତ ନିଶ୍ଚିତ ଭାବରେ ଆପଣ ପାଠପଢ଼ା ରିଲେଟେଡ଼ ଯାହା ବି କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଏହା ବ୍ୟତୀତ ଶନିଦେବଙ୍କର ଦୃଷ୍ଟି ଆପଣଙ୍କର ଅଷ୍ଟମ ଭାବ ଉପରେ ମଧ୍ୟ ରହିବ, ଯାହାଫଳରେ ଆପଣଙ୍କୁ ପ୍ରତ୍ୟେକ ଜିନିଷକୁ ଭଲ ଭାବରେ ଜାଣିବାର ଜିଜ୍ଞାସା ରଖିବେ। ଯେଉଁମାନେ ରିସର୍ଚ୍ଚ ଲାଇନରେ ଅଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଭଲ ଶୁଭ ଫଳ ପ୍ରଦାନ କରିବ। କିଛି ଗଭୀର ଜ୍ଞାନର ଅଧ୍ୟୟନ କରିପାରନ୍ତି, ଯେମିତିକି ଜ୍ୟୋତିଷ ବିଦ୍ୟା ହେଉ, ତନ୍ତ୍ରମନ୍ତ୍ର ହେଉ, ଏହିସବୁରେ ଆପଣ ରୁଚି ରଖିବେ। ଏହା ବ୍ୟତୀତ ଯେହେତୁ ଶନିଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ରହିବ, ତ ପଞ୍ଚମ ଭାବଟି ଯେହେତୁ ଆମ ପ୍ରେମ ଜୀବନର ଭାବ ହୋଇଥାଏ, ତେଣୁ ଆପଣ ଯାହାଙ୍କ ସହିତ ରିଲେସନସିପ୍ରେ ଅଛନ୍ତି ତାଙ୍କର ସ୍ୱଭାବରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। ତାଙ୍କ ମଧ୍ୟରେ ଆପଣ ଟିକେ ଜିଦ୍ଦି ସ୍ୱଭାବ ଦେଖିବାକୁ ପାଇବେ। ସେଥିପାଇଁ ଏସବୁରେ ଆପଣଙ୍କୁ ଟିକେ ଆଡ଼ଜଷ୍ଟ କରିବାକୁ ପଡ଼ିବ। କାରଣ ଯଦି କିଛି ନେଗେଟିଭ୍ ହେଉଛି ତ ସେଥିରେ ପଜିଟିଭ୍ ମଧ୍ୟ ରହିବ ଏବଂ ଯଦି କିଛି ପଜିଟିଭ୍ ରହୁଛି ତ ସେଥିରେ କିଛି ନେଗେଟିଭ୍ ମଧ୍ୟ ରହିବ। ତେବେ ମନେ ରଖନ୍ତୁ, ଶନିଙ୍କର ଏହି ମହାପରିବର୍ତ୍ତନ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିବ। ଯେହେତୁ ଶନି ଆପଣଙ୍କ ପାଇଁ ଯୋଗକାରକ ଗ୍ରହ ଅଟନ୍ତି, ନେଗେଟିଭ୍ ଆପଣଙ୍କ ପାଇଁ ଏମିତି ରହିବ ଯେ ଆପଣଙ୍କୁ ବେଶୀ ଓଭର ଥିଙ୍କିଂ କରିବାର ନାହିଁ। ଛୋଟ ଛୋଟ କଥାକୁ ନେଇକି ଆପଣ ଟିକେ ବେଶୀ ସେଣ୍ଟିମେଣ୍ଟାଲ ହେଇଯିବେ, ଯାହାକୁ କି ଆପଣଙ୍କୁ କଣ୍ଟ୍ରୋଲ କରିବାର ଅଛି ଏବଂ ଆପଣଙ୍କ ପ୍ରେମ ଜୀବନରେ ଆପଣଙ୍କୁ ଆପଣଙ୍କର ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରିବାର ଅଛି। ମାତ୍ର ଆମେ ଯଦି ଦେଖିବା ତ ଆପଣଙ୍କର କ୍ୟାରିୟରକୁ ନେଇକି, ଆପଣଙ୍କର ଶିକ୍ଷାକୁ ନେଇକି, ଆପଣଙ୍କର ଫ୍ୟାମିଲି ପ୍ଲାନିଂ ହେଉ, ଆପଣଙ୍କର କୌଣସି ଇଚ୍ଛା ହେଉ, ଏସବୁ କ୍ଷେତ୍ରରେ ଆପଣଙ୍କୁ ଅଧିକ ଶୁଭ ଫଳ ମିଳିବ। ଆପଣଙ୍କର କୌଣସି ଗୋଟିଏ ବଡ଼ ଇଚ୍ଛା ପୂରଣ ହୋଇପାରେ ଏବଂ କ୍ୟାରିୟର ମଧ୍ୟ ଆପଣଙ୍କର ବହୁତ କିଛି ପଜିଟିଭ୍ ଚେଞ୍ଜେସ୍ ହେବ। ଆପଣ ଯଦି ଟ୍ରାନ୍ସଫର ପାଇଁ ଚାହୁଁଥିଲେ ତ ଆପଣଙ୍କର ଟ୍ରାନ୍ସଫର ମଧ୍ୟ ହୋଇଯିବ। ଆପଣଙ୍କର ଦଶମ ଭାବର କନେକ୍ସନ୍ ଏକାଦଶ ଭାବ ସହିତ ହେଉଥିବା ହେତୁ ଆପଣଙ୍କର ନିଜର କାମକୁ ଫୋକସ୍ କରିବେ। ଆପଣ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବେ। ନିଜର କାମକୁ ଫୋକସ୍ କରିବେ। ଆପଣ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବେ। ନିଜର କାମ କାର୍ଯ୍ୟକୁ ନେଇକି ଆପଣ ସିରିୟସ୍ ମଧ୍ୟ ହେବେ। ତେବେ ବନ୍ଧୁମାନେ, ଆପଣମାନେ ଜାଣି ରଖିବା ଉଚିତ ଯେ ଦୀର୍ଘ 30 ବର୍ଷ ପରେ ଶନିଦେବ ଆପଣଙ୍କର ଏକାଦଶ ଭାବକୁ ଆସୁଛନ୍ତି। ତ ଶନିଙ୍କର ଏହି ମହାପରିବର୍ତ୍ତନ ଫଳରେ ଯେଉଁ 2.5 ବର୍ଷ ଶନି ଆପଣଙ୍କର ଏକାଦଶ ଭାବରେ ରହିବେ, ତ ଏହି 2.5 ବର୍ଷରେ ଆପଣଙ୍କୁ ବହୁତ କିଛି ଫାଇନାନ୍ସିଆଲ ପ୍ରଫିଟ୍ ହେବାକୁ ଯାଉଛି। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବାକୁ ଯାଉଛି। ଅନେକ ଦିଗରୁ ଆପଣଙ୍କୁ ଧନ ପ୍ରାପ୍ତି ହେବାକୁ ଯାଉଛି। ତେବେ ବନ୍ଧୁମାନେ, ଏହା ତ ଥିଲା ଶନିଙ୍କର ପରିବର୍ତ୍ତନ ଫଳରେ ଆପଣଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବ, ଆପଣଙ୍କ ଜୀବନରେ କ'ଣ ସବୁ ଘଟଣା ଗୁଡ଼ିକ ଘଟିବ। ତ ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ, ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତ ହୋଇପାରିବ ଏବଂ ଯାହା କିଛି ଅଶୁଭତ୍ୱ ରହିଛି ସେସବୁ ଆପଣଙ୍କର ଖଣ୍ଡନ ହୋଇଯିବ। ତେବେ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଗାୟତ୍ରୀ ମନ୍ତ୍ର 108 ଥର ଜପ କରନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ
ଏବଂ ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତି ହେବ ଏବଂ ସମସ୍ତ ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇଯିବ। ତେବେ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ପାଖରେ ମୋର ପ୍ରାର୍ଥନା। ଧନ୍ୟବାଦ।